ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟରାଣୀଙ୍କ ମଧ୍ୟରେ ମାତା ମିତ୍ରବିନ୍ଧା ହେଉଛନ୍ତି ପଞ୍ଚମ ପାଟରାଣୀ। ସେ ଅବନ୍ତୀ ରାଜ୍ୟର, ଯାହାକୁ ଆଧୁନିକ ଉଜ୍ଜୟିନୀ ବୋଲି କୁହାଯାଉଛି, ସେଠାର ରାଜକୁମାରୀ ଥିଲେ। ମିତ୍ରବିନ୍ଧା ଅବନ୍ତୀର ରାଜା ଜୟସେନ ଏବଂ ରାଣୀ ରାଜାଧିଦେବୀଙ୍କ କନ୍ୟା ଥିଲେ। ସମ୍ପର୍କ ଦୃଷ୍ଟିରୁ ସେ ଶ୍ରୀକୃଷ୍ଣଙ୍କର ପିଉସୀଙ୍କ ଝିଅ ଥିଲେ। ରାଜାଧିଦେବୀ ଥିଲେ ବସୁଦେବଙ୍କ ଭଉଣୀ। ତାଙ୍କର ଦୁଇ ଭାଇ ଥିଲେ, ବିନ୍ଧ ଏବଂ ଅନୁବିନ୍ଧ, ଯିଏକି କୌରବଙ୍କ ମିତ୍ର ଥିଲେ ଏବଂ ଶ୍ରୀକୃଷ୍ଣଙ୍କୁ ପସନ୍ଦ କରୁନଥିଲେ। ମିତ୍ରବିନ୍ଧା ଶ୍ରୀକୃଷ୍ଣଙ୍କୁ ହିଁ ନିଜର ପତି ଭାବେ ବରଣ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଭାଇମାନେ ଚାହୁଁଥିଲେ ଯେ ସେ ଦୁର୍ଯ୍ୟୋଧନକୁ ବିବାହ କରନ୍ତୁ। ସେଥିପାଇଁ ତାଙ୍କ ଭାଇମାନେ ଏକ ସ୍ୱୟଂବର ଆୟୋଜନ କଲେ, କିନ୍ତୁ ସେଠାକୁ ଶ୍ରୀକୃଷ୍ଣଙ୍କୁ ନିମନ୍ତ୍ରଣ କଲେ ନାହିଁ। ଯେତେବେଳେ କୃଷ୍ଣ ଏହି କଥା ଜାଣିଲେ, ସେ ନିଜେ ସେଠାରେ ପହଞ୍ଚିଗଲେ। ମିତ୍ରବିନ୍ଧା ସମସ୍ତ ରାଜାଙ୍କୁ ଛାଡ଼ି ଶ୍ରୀକୃଷ୍ଣଙ୍କ ବେକରେ ବରଣମାଳା ପକାଇଲେ। ତାଙ୍କ ଭାଇମାନେ ବିନ୍ଧ ଓ ଅନୁବିନ୍ଧ ଏହାକୁ ବିରୋଧ କରି ଯୁଦ୍ଧ କଲେ, କିନ୍ତୁ ଶ୍ରୀକୃଷ୍ଣ ସେମାନଙ୍କୁ ପରାସ୍ତ କରି ମିତ୍ରବିନ୍ଧାକୁ ନିଜ ରଥରେ ବସାଇ ଦ୍ୱାରିକା ନେଇ ଆସିଲେ ଏବଂ ସେଠାରେ ବିଧିବଦ୍ଧ ଭାବେ ବିବାହ କଲେ। ପୁରାଣ ଅନୁସାରେ ମିତ୍ରବିନ୍ଧା ଏବଂ ଶ୍ରୀକୃଷ୍ଣଙ୍କର 10 ଜଣ ପୁତ୍ର ଥିଲେ।